ଯେ ନାଇଁ ସେ ପଳେଇଲା ପଳେଇଲା ଗାଡି ଯାଇ ସେ ହନୁମାନ କତିରେ ଗାଡି ଷ୍ଟାର୍ଟ ସବୁ ବନ୍ଦ ହେଇଗଲା ଷ୍ଟାର୍ଟ ବନ୍ଦ ଏ ହେଇଗଲା। ମୋଟର ସାଇକେଲ ହଁ ହଁ ସିଏ ସେଇଠୁ ଫେରିଲା କାହିଁ ଗାଡିଟା ବନ୍ଦ ହେଲା ଚାଲୁନି ଗୋଟେ ଆସି ଦେଖିଲା ସେଠୁ କହିଲା ମାଉସୀ ତମ ପୁଅ ମାନେ ତମେ ଖାଇବାକୁ ଦଉନାହାନ୍ତି ଆଚ୍ଛା। ନାଇଁ ଆମ ପୁଅ ମାନେ ଖାଇବାକୁ ଦଉଛନ୍ତି ନା ଆଉ ଏଠି ସବୁ ସମସ୍ତେ ବୟସକର ହଉଛି ସ୍ତ୍ରୀ ଲୋକ ସମସ୍ତେ ବଇଛ ମାଉସୀ ମାନେ ଆମେ କହିଲେ ଆମେ ବଇଛୁ ବାପା ଆଉ ଗୋଟେ ମନ୍ଦିର କରୁଛୁ ମାଗଣା କି ମନ୍ଦିର ହଉଛି ଶିବ ମନ୍ଦିର ସିଏ ସବୁଠୁ ସେ ଶିବ ମନ୍ଦିର କତିକି ଦେଖିବାକୁ ଆଇଲା ତାମାନେ ବିଶ୍ୱାସ କଲାନି ହଁ, ସେ ହଁ। ଆସି ଦେଖିଲା ଦେଖିଲା ସେ ତ ଅଧା ହେଇଗଲା ସେଠୁ କହିଲା ମାଉସୀ ଆଉ ମୁଁ ଯାଉଛି ତମର ମୁଖ୍ୟ ଲୋକ କିଏ ତାକୁ କହିବ ସେ ଆମକୁ ଟିକେ ଯୋଗାଯୋଗ କରିବା ଆଜି ରାତିକ ଭିତରେ ତ ଆମର ଯିଏ ସବୁ ଆମେ ତାଙ୍କୁ ନେଖି ନାଖି ଦେଲୁ ସିଏ ସେଠୁ ଫୋନ୍ ନମ୍ବର ଦେଲୁ ସେ ନେଇକି ସେଠୁ ଗଲା ନେଇ ଯାଇକି ସାଙ୍ଗେ ସାଙ୍ଗେ ରାତିରେ ଫୋନ୍ କଲା ଇଏ ଯେତକ ଗରା ପିତ୍ତଳ ବାସନ ଯେତକ ଠାକୁର ସବୁ ସେଇ ଦେଲା ଏପର୍ଯ୍ୟନ୍ତ ଚାଲିଛି ଶିବ ମନ୍ଦିର ଆମେ ଶିବ କହୁଛୁ ମନ୍ଦିର ରାଧାକୃଷ୍ଣ ମନ୍ଦିର ହଁ ସବୁ ସେ ପୁଅ ଦେଇଛି ଆଚ୍ଛା ଗୋଟେ କଥା ମା ସେ ବିଭାନ ଏ ସବୁ ଗୁଡ଼ିକ ହେଇ ଗୋଟେ କଥା ଏଇଠି ଦେଖନ୍ତୁ ଆପଣମାନେ ମାଗୁଥିଲେ କିଛି ଯେ ଆମେ ମା ମାନେ ଏକାଠି ହେଇ ଏଠାରେ ଗୋଟେ ମନ୍ଦିର ସ୍ଥାପନ କରିବାକୁ ଯାଉଛୁ କିଛି ଦାନ ଦକ୍ଷିଣା ହିସାବରେ ତ କରାଯାଏ ଆପଣମାନେ ଯାଇକରି କିଛି ମାଗୁଥିଲେ ସେହି ସମୟରେ ହଠାତ୍ ଜଣେ କେହି ଆପଣଙ୍କୁ ନ ଦେଇକରି ଚାଲିଗଲେ କିନ୍ତୁ କିଛି ବାଟ ଗଲା ପରେ ତାଙ୍କ ଗାଡ଼ି ବନ୍ଦ ହେଇଗଲା ଏଇ କଥା କହୁଛନ୍ତି ତ ସିଏ ମନରେ ଭାବିଲେ ତ ଭଗବାନ ମାନେ ମାଗୁଥିଲେ କିଛି ମୁଁ ଏମାନଙ୍କ କଥା ନ ଶୁଣିବାରୁ ମୋ ଗାଡ଼ି ବନ୍ଦ ହେଇଯାଇଛି ହୁଏତ ସିଏ ତାଙ୍କର ଏ ଯେଉଁ ଚିନ୍ତାଧାରା ନେଇକରି ସିଏ ପଛକୁ ଫେରି ଆସି ବୁଝିଲେ ଯେ ମନ୍ଦିର ପାଇଁ ମାଗୁଥିଲେ ତାପରେ ସେ ମନ୍ଦିର ପାଇଁ ଆପଣଙ୍କୁ ସାହାଯ୍ୟ କଲେ ଭିତରକୁ ଆସିଲେ ନାଇଁ କି ଆପଣଙ୍କୁ ସାହାଯ୍ୟ କଲେ ସବୁ ଯୋଗେଇ ମାନେ ସବୁ ଯୋଗେଇଛନ୍ତି ମନ୍ଦିର ବି ତିଆରି କରିଦେଇଛନ୍ତି ନା ସେ ଟଙ୍କା ଦଉନାହାନ୍ତି ଟଙ୍କା ଦଉନାହାନ୍ତି ଆଉ ଆମେ କି ମାଗିକିରି କରିଛୁ କିନ୍ତୁ ଠାକୁରଙ୍କର ଯେତକ ଜିନିଷ ସିଏ ସବୁ ବହନ ଏଇ ଯୋଉ ନବକୁଞ୍ଜନ ସେ ଦେଇଛନ୍ତି ହଁ ହଁ ଇଏ ସିଟା କରିକିରି ଟାଣି ଟାଣି ବେଳସରି ସିଟା ହିଁ କାଦୁଅରେ ପଡିଛି ନାଇଁ ଆପଣମାନେ ବହୁ କଷ୍ଟ କରୁଛନ୍ତି ହାଟ 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 ତାର ମୁଣ୍ଡ ଆଚ୍ଛା ଆଚ୍ଛା ଆଉ ଗୋଟେ କଥା ମା ଆମେ ଏଇ ଯେଉଁ ସମୟରେ ଆମେ ଆସିଲେ ଇଆଡ଼େ କରିଛୁ ଆପଣମାନେ ଏତେ କଷ୍ଟ କରୁଛନ୍ତି କିନ୍ତୁ କଷ୍ଟ ମଧ୍ୟରେ ଭଗବାନ ଆପଣଙ୍କୁ ନିଶ୍ଚିନ୍ତ ଶାନ୍ତିରେ ରଖୁଛନ୍ତି ଆଜ୍ଞା ଶାନ୍ତିରେ ରହିଛୁ ନ ଖାଇଲେ ଶାନ୍ତିରେ ରହିଛୁ ଖାଇଲେ ବି ଶାନ୍ତିରେ ରହିଛୁ। ଚାରି ପାରୁଷରେ ଜଳ ସବୁ ଭର୍ତ୍ତି ହେଇଗଲା ଆଚ୍ଛା ଆମେ କହିଲୁ ହେ ପ୍ରଭୁ ଦେଖା ଦିଅ ନହେଲେ ଟଙ୍କା ଯଦି ନ ଦଉଛ କହୁଛୁ ଦେଖା ଦିଅ ବାପା ଅନେଇଲେ ତମେ ମିଛ କହିଲେ ମାଉଛୁ ଏତେ ଉଞ୍ଚା ହେଇକି ଛିଡା ହେଲା ଏଇ ସେଇ ଛିଡା ହେଇଗଲା ଆଚ୍ଛା ଆଚ୍ଛା କ'ଣ ମାନେ ଠାକୁର ଠାକୁର ଛିଡା ହେଇଗଲା ହଁ। ଫଣ ଟେକିକି ଠିଆ ହେଇଗଲା ନମ ନମ ପଡିଲା ଅନେଇଲା ସେ ଜଳ ଭର୍ତ୍ତି ହେଇଥାଏ ଚିଆରରେ ସୁଅ ପଇଲା ଭଳିଆ ସାରିକି ମାନେ ଛାଉଁ ଛାଉଁ ସବୁ ଜଳ ପଳେଇଗଲା ଓହୋ ତାପରେ ମୁଁ ମାଗିବାକୁ ଯାଇଥିଲି ଗାଡ଼ିକୁ ପଡ଼ିଗଲି ଆଚ୍ଛା ମୁଣ୍ଡ ଫାଟିଗଲା ସେଟା ହଜିଗଲା ହୁଁ, ହୁଁ। ଏ ସମସ୍ତେ କଟକ ନେଇଗଲେ ମୋତେ ହୁଁ। ସେଟା 3 ଦିନ ଆଇଲା ଯଦି ଆଇଲା ଠାକୁର ମୋତେ ଭଲ କରିଛନ୍ତି ଶିବ ଶଙ୍କର ବା ଭୋଳାନାଥ ଯାହାକୁ ଆମେ କହୁଛେ ନାଇଁ କି ସେ ଯାଇ ଚନ୍ଦନ ମୋ ମୁଣ୍ଡରେ ବୋଳିଦେଲା ମୋର ହାତ ଫୁଟିଲା ଓହୋ ମାନେ ଆପଣ ଜାଣିପାରିଲେ କି ମୋ ମୁଣ୍ଡରେ କେହି ଚନ୍ଦନ ହଁ ମୁଁ ଲଗେଇଲେ କହିଲେ ମୋ ବୋଉକୁ ହଁ। କହିଲେ ବୋଉ ଅନେଇଲୁ ମୁଁ କହିଲି କିଏ ଜଣେ କଳା ହେଇ ଲୋକଟା ସେ ଚନ୍ଦନ 3 ଗାର ଚନ୍ଦନ କ'ଣ ବୋଳିଦେଲା ଆଚ୍ଛା ଆଚ୍ଛା ନା ତୁ ଶୋଇପଡ଼ ପାଟି କର ଓହୋ ତାପରେ ଏଇ ଯୋଉ ନିମୋନିଆ ଜ୍ୱର ହେଲା ମୋତେ ଠାକୁର ମୋତେ ଏତେ ପରୀକ୍ଷା କରୁଛନ୍ତି କହିବାର କଥା ନୁହଁ ମା ଆପଣ ଭକ୍ତ ଠାକୁରଙ୍କ ଏତେ ପରୀକ୍ଷା। ତାଙ୍କୁ ହିଁ ପରୀକ୍ଷା କରନ୍ତି ତଥାପି ସେଇ ପରୀକ୍ଷାରେ ଆପଣ ଉତ୍ତୀର୍ଣ୍ଣ ହଉଛନ୍ତି ହଁ ହଁ ସିଏ କରୁଛି ନା ମୁଁ କ'ଣ ଚାହୁଁଛି ଆଚ୍ଛା ସିଏ ପରୀକ୍ଷା କରୁଛନ୍ତି ଆପଣଙ୍କର ସିଏ ନିଜେ ପରୀକ୍ଷା କରୁଛନ୍ତି ନିଜେ ହିଁ ସମାଧାନ ତାପରେ କରିଦଉଛନ୍ତି ଏ ନିମୋନିଆ ଜ୍ୱରରେ ଫୁସଫୁସି ନଷ୍ଟ ହେଇଗଲା ଖାଲି ଟିକେ ଅଛି ଆଚ୍ଛା ଗୋଟାଏ ଡାକ୍ତର ପାଖରେ ରହିଲୁ ସେ କହିଲେ ମୁଁ ଆଉ ପାରିବିନି ପଳା ସନ୍ତୋଷ ପାଖକୁ ପଳା ସେଠୁ ସନ୍ତୋଷ ଦାସ ଆମେ ସବୁ ମୋ ପୁଅ ସେ ନେଇକିରି ଗଲେ ସିଏ ମୋତେ ଦେଖିଲା ଆଇସି ଭିତରେ 7 ଦିନ ରଖିଲା ସେ ରଖିଲା ସେଠି 5 ଜଣ ମରିଗଲେ ମୋତେ ସବୁ ଶୁଭୁ ଥାଇଁ ଖାଇଲିନି ପିଇଲିନି ବାନ୍ତି କରେ ଯାହା ପାଣି ପିଏ ସେଠୁ ତାର ସବୁ ମୋତେ କହିଲା ମା ମୋ କାମ ସବୁ ସୋର୍ସ ମେଡ଼ିସିନ ପାଇଗଲା ଯେମିତି ରାତି ପାଇଲା ସେ ଯେଉଁ କଟକର ଯେଉଁ ପୁଅ ସେ ଯାଇ ସେ ଖାଲି କାନ୍ଦିବ ଭେঙୁଛି ମୋ ମା ସିଏ କେତେ ଜିନିଷ କରୁଛି ଠାକୁର କ'ଣ ପରୀକ୍ଷା କରୁଛ ମୁଁ କହିଲି ଠାକୁର ବହୁତ ପରୀକ୍ଷା ନା ନାଇଁ ବହୁତ ନୁହଁ ଇଟା ଫୋପାଡ଼ିବା କଥା ଟେକାଟା ଫୋପାଡ଼ିଲେ କେମିତି ଏହା ସମ୍ଭବ ଅସମ୍ବିତ କଥା ତୋତେ ମୁଁ ବଞ୍ଚେଇଲେ ମୋର କେତେ ନାଁ ହବ ଆଚ୍ଛା ଆଚ୍ଛା ନର୍ସ ମାନେ ସମସ୍ତେ କହିଲେ ହଁ ଇଏ ରୋଗୀ ବଞ୍ଚିଲା କେମିତି ଯାହାର ଫୁସଫୁସ ନାହିଁ ଯାହାର ଚେତା ନାହିଁ ଆୟୁଷ ଭିତରେ 7 ଦିନ ରହିଲା ଏଠି 7 ଦିନ ରହିଲା ଏପଟରେ 7 ଦିନ ରହିଲା ଆମେ ପାରିଲୁ ଠିକ ଅଛି ଆମେ ମାନିଲୁ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହୁଛି କାହିଁକି ଆପଣ କିଛି ତ ଭଲ କାମ କରିଥିବେ ମା ଆପଣଙ୍କ ଦ୍ୱାରା ଅନ୍ୟମାନଙ୍କର ଜୀବନ ବି ବଞ୍ଚିଥିବ କିଛି ଆପଣ ଜାଣିନଥିବେ ସେମିତି ମଧ୍ୟ ହେଇଥିବ ଆଜ୍ଞା ତେଣୁ ଏ ସମୟରେ ଭଗବାନ ଆପଣଙ୍କୁ ସହାୟ ହେଉଛନ୍ତି
ଆଉ ଗୋଟେ କଥା ଆଜ୍ଞା ଆମେ ବିଶ୍ୱାସରେ ସିନା ଭଗବାନ ଆମକୁ ଭଲ କରିଦେଲେ ଆମେ ରଖୁଛେ ବିନା ଔଷଧ ବିନା ମେଡିକାଲ ନ ଯାଇ ଆମେ କ'ଣ ଭଲ ହେଇପାରିବା ନା ନା ମେଡିକାଲ ଯିବାକୁ ପଡିବ କିନ୍ତୁ ଭଗବାନଙ୍କ ପ୍ରତି ଭରସା ରଖିକିରି ଆମେ ମେଡିକାଲ ଯିବା ସିଏ ନବ ମେଡିକାଲ ତେମେ କ'ଣ ନବ ସିଏ ହିଁ ନେବେ ସିଏ ନବ ସିଏ ଆଉ ଗୋଟେ କଥା ମା ଆମ ଗାଁରେ ଏଇ ଜଳ ସଙ୍କଟ ତାଙ୍କ ଦ୍ୱାରା ହେଉନି ତ ତାଙ୍କର ଇଚ୍ଛା ନ ହେ ତାଙ୍କର ଯଦି ଇଚ୍ଛା ହବ ନିଶ୍ଚିନ୍ତ ଭାବରେ ଆମର ଜଳ ସଙ୍କଟ ଦୂର ହେଇଯିବ ତାଙ୍କୁ ଟିକେ ଡାକନ୍ତୁ ତା ଭିତରେ ବାପା ଶୁଣ ଆଚ୍ଛା ଲୋକ ଭଗବାନ ପାଣି ପାଇଁ ଡାକନ୍ତୁ କହୁଛନ୍ତି ସିନା ହୁଁ, ହୁଁ। ଆଙ୍କର କିଛିଟା କର୍ମ ଖରାପ ଅଛି ସେଇଥିପାଇଁ ପାଣି ପାଇ ପାରୁନାହାନ୍ତି ସେ ଉପର ବାଲା ପାଣି ଦିଅନ୍ତାନି କଥା ହେଲେ ସିନା ହବ ମୁଁ ଗୋଟା ୟାଙ୍କର ପାଟିରେ ପାପ ତମେ ଦୃଷ୍ଟି ଗୋଟା ଅଛି। ପାଟିରେ ହବ ଆମେ କ'ଣ? ସମସ୍ତେ ମିଳିତ ହୋଇକିରି ଯଦି ନିଷ୍ପତ୍ତି ନବା ତାହେଲେ ନିଶ୍ଚିନ୍ତ ଭାବରେ ସବୁ ସମ୍ଭବ ଜଣେ ହେଇପାରିବ ଲୋକ କହେ ମୁଁ ସବୁ ଚଳିବି ଏ ସବୁ ନ ଚଳନ୍ତୁ ଆଚ୍ଛା ଆଚ୍ଛା ଏଟା କ'ଣ ଠିକ କଥା ନାଇଁ, ତମେ ଭଗବାନ ସହିବେ ତ ନା ସହିବେନି ଭଗବାନଙ୍କୁ ପ୍ରାର୍ଥନା କରୁଛୁ ହେ ପ୍ରଭୁ ହେ ଶିବଶଙ୍କର ଆପଣଙ୍କ ଦୟାରୁ ଆମ ଅଞ୍ଚଳରେ ଏ ଜଳ ସଙ୍କଟ କିପରି ଦୂର ହେଇଯାଉ ଏହା ଆମର ପ୍ରାର୍ଥନା ରହୁଛି ଟିକେ ନା କ'ଣ ମା ହଁ ହଉ ମା ବହୁତ ବହୁତ ଧନ୍ୟବାଦ ଆମର ଏ ମନ୍ଦିରରେ ପିଲାମାନେ କ୍ରିକେଟ ଖେଳରେ ମାତିଛନ୍ତି କାହିଁକି ନା ଏ ସମୟ ଆମର ଏ ସମୟରେ ଆମର ଖେଳ ହିଁ ତ କ୍ରିକେଟ ସେଥିପାଇଁ ପିଲାମାନେ ଆମର କ୍ରିକେଟ ଖେଳରେ ରହିଛନ୍ତି ଆଉ ମା ମାନେ ଏ ମନ୍ଦିରକୁ ଏଇଟା ଚତୁର୍ଦ୍ଦଶୀ ମାସେ କରେ ଦୀପ ଉପରକୁ ଉଠିବ ହଁ ହଁ ସବୁ ଚତୁର୍ଦ୍ଦଶୀ ଧବଳେଶ୍ୱର କଥା ଜିଆନ୍ତି ଏଠି ହଉଛନ୍ତି ଆଚ୍ଛା ଆଚ୍ଛା ହଉ ଆଜ୍ଞା ଚାଲନ୍ତୁ ଦର୍ଶନ କରିବା ମାନେ ବହୁତ ତଳେ ଥାଏ ଏଇଠି ଆମେ ଯାହା ଲକ୍ଷ୍ୟ କରୁଛୁ ବହୁତ ଉପରେ ଅଛନ୍ତି ନା ତଳେ ଅଛନ୍ତି ନା ତଳେ ନାହାନ୍ତି ଆମ ଉପର ଉପରେ ରହିଛନ୍ତି ହଉ ମା ମାନେ ସମସ୍ତେ ଏଇ ଗୋଟିଏ କଥା ଭଗବାନଙ୍କ ପାଖରେ ପ୍ରାର୍ଥନା କରୁ ଯାହାଙ୍କର ନାମ ଶିବଶଙ୍କର ଭୋଳାନାଥ ଆମେ ଏ ଭୂତମୁଣ୍ଡାଇ ଗ୍ରାମରେ ପ୍ରଭୁଙ୍କର ନାମ ଭୂତେଶ୍ୱର ଭାବରେ ନାମକରଣ କରିଛୁ ନାମକରଣ କରି ପୂଜା ଅର୍ଚ୍ଚନା କରି ଆସୁଛୁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା ରହୁଛି ଯେ ଆମ ଅଞ୍ଚଳରେ ଆମ ପାରାଦୀପ ଅଞ୍ଚଳରେ ଆଜ୍ଞା ଏ ସମସ୍ତ ଜଳ ସଙ୍କଟ କିପରି ଦୂର ହୋଇପାରିବ ଏ ନେଇକରି ପ୍ରାର୍ଥନା ମଧ୍ୟ ରଖିଥାଉ